ସାଙ୍ଗମାନେ ଦେଖନ୍ତୁ ଟିକେ ଏତେ ଟାଣ ଖରାରେ କେମିତି ରାସ୍ତା କଡ଼ରେ ବୁଲି ବୁଲି ଦୁଇଟି ଛୁଆ ଭିକ ମାଗୁଛନ୍ତି। ଆଉ ତାଙ୍କ ଭିତରୁ ଗୋଟିଏ ପିଲା କହୁଛି ଦିଦି ଦିଦି ମତେ ଜୋରେ ଶୋଷ ଲାଗିଲାଣି, ଏଇ ପାଣି ବୋତଲଟା ମୁଁ ପିଇଦେବି। ଆଉ ତା ଦିଦି କହୁଛି ଆରେ ଆମ ପାଖରେ ତ ମାତ୍ର 5 ଟଙ୍କା ଅଛି, ଏ ବୋତଲ ଆମେ ନେଇପାରିବାନି ଥୋଇଦେ। ଆଉ ସେ ପିଲାମାନଙ୍କୁ ଶୋଷ କରୁଥିଲେ ବି ପାଣି ବୋତଲ ନେଇ ପାରୁନାହାନ୍ତି କାହିଁକି ନା ତାଙ୍କ ପାଖରେ ପଇସା ନାହିଁ। ଆଉ ସେ ସ୍ତ୍ରୀ ଲୋକ ଜଣକ ଦେଖିକି ଏ ପିଲାମାନଙ୍କୁ ପୁରା ଦୟାଳୁ ହେଇଯାଉଛି। ଆଉ ଗୋଟେ ପଲିଥିନ ବାହାର କରୁଛି, ଆଉ 2-3ଟା ପାଣି ବୋତଲ ସେ ପଲିଥିନ ଭିତରେ ପୁରେଇ ଦଉଛି। ଆଉ ସେ ସ୍ତ୍ରୀ ଲୋକଟି କିଛି ଖାଦ୍ୟ ସାମଗ୍ରୀ ବି ପୁରେଇବାକୁ ଲାଗୁଛି। ଆଉ ତା ଦୋକାନରୁ ବି କିଛି ପଇସା ସେ ପଲିଥିନ ଭିତରେ ପୁରେଇକି ସେ ପିଲାମାନଙ୍କ ପାଖକୁ ଚାଲି ଯାଉଛି। ଆଉ ଏତେ ଖରା ସହି ନ ପାରି ସେ ପିଲାମାନେ ଚାଲି ଚାଲି ଯାଇକି ଗୋଟେ ଜାଗାରେ ଥକିକି ବସି ପଡୁଛନ୍ତି। ଆଉ ଭୋକ ସମ୍ଭାଳି ନ ପାରିକି ନିଦରେ ଶୋଇ ପଡୁଛନ୍ତି। ଆଉ ସେ ସ୍ତ୍ରୀ ଲୋକଟି ସାଙ୍ଗେ ସାଙ୍ଗେ ଯାଇକି ସେ ପିଲାମାନଙ୍କ ପାଖରେ ପହଞ୍ଚି ଯାଉଛି। ଆଉ କାଳେ ସେ ପିଲାମାନେ ନେବାକୁ ରାଜି ହେବେନି ବୋଲି ସେ ସ୍ତ୍ରୀ ଲୋକଟି ତାଙ୍କ ପାଖରେ ସେ ପଲିଥିନଟାକୁ ଥୋଇକି ଚାଲି ଆସୁଛି। ଆଉ ସେ ପିଲାମାନଙ୍କର ଯେତେବେଳେ ନିଦ ଭାଙ୍ଗୁଛି ସେ ପିଲାମାନେ ଦେଖୁଛନ୍ତି ଯେ ପଲିଥିନରେ କିଛି ଜିନିଷ ଥୁଆ ହେଇଛି। ଆଉ ସେ ପିଲାମାନେ ପାଣି ବୋତଲ ଆଉ ଖାଦ୍ୟ ସାମଗ୍ରୀ ପଇସା ଦେଖିକି ପୁରା ଆଶ୍ଚର୍ଯ୍ୟ ହେଇଯାଉଛନ୍ତି। ଆଉ ଭାବୁଛନ୍ତି ହେ ଭଗବାନ, ଆଜିକାଲି ଧୋକାବାଜ ଦୁନିଆରେ ଏମିତି ବି ଲୋକ ଅଛନ୍ତି ଯିଏ ଆମ ଗରିବ ମାନଙ୍କର ପେଟକୁ ବି ଚିହ୍ନି ପାରୁଛନ୍ତି। ସାଙ୍ଗମାନେ ଆପଣମାନେ ଯଦି ଭାବୁଛନ୍ତି ସ୍ତ୍ରୀ ଲୋକଟି ଗରିବ ପିଲାମାନଙ୍କୁ ସାହାଯ୍ୟ କରିକି ଠିକ କାମ କରିଛି ତାହେଲେ ଗୋଟେ ଲାଇକ୍ କରିଦିଅନ୍ତୁ। ଆଉ ଭିଡ଼ିଓଟି ନିଜ ମୋବାଇଲରେ ଦେଖୁଥିଲେ କମେଣ୍ଟ ବକ୍ସରେ ୟେସ୍ ଲେଖି ସେଣ୍ଡ କରିଦିଅନ୍ତୁ।